महत् नाम को धन्यवाद दिए। सुंदर अवकाश, एक अनन्य यूनिक अवकाश प्रभु मान को प्रदान कले। सेवा उपासना ईश्वर को चरण तले समर्पिबा निमंते यह विवेचना करी आज जेतेक उपस्थित श्रेष्ठ मन करी जेतेक आसी अछंती आपण मान को प्रत्येक निकट में मोर हृदयर कृतज्ञता ज्ञापन करे। हुए तो आपण माने आजिर प्रसंग रो विषय को देखी भाबुथिबे यह कि प्रकार प्रसंग। निश्चित भावे यह को प्रसंग बोली हुए तो धरा जाई न पारे बा मु यह को सेरेमोनाइज प्रसंग छଳରେ कहि परिबि नाही। यह एक कहिवा को गले यह एक इतिहास, किंतु मंडली निश्चित भावे यह जानिबा दरकार। दुईटी इतिहास आमे जानिबा निश्चित भावे दरकार। गोटाए होची इस्राएल रो इतिहास एवं द्वितीयटी मंडली जुगर इतिहास। आज प्रभु मान को सुंदर अवकाश देइछंती अल्प समय मध्यरे इस्राएल रो इतिहास जानिबा पाई। ए होची सही देश जेउ देश पृथ्वी मानचित्रर मध्य भागरे अवस्थित। ए होची सही देश जेउ देशरे आमे जेउ बाइबल हातरे धरिछु हुए तो तार प्राय समस्त पुस्तक अल्प केतेक दुई तीनोटी पुस्तक को छाड़ी देले प्राय समस्त पुस्तक सही देशरे लिखित। ए होची सही देश जेउ देशरे आम त्राणकर्ता प्रभु जीशु ख्रीष्ट जन्म नेइथिले, मृत्युभोग करिथिले, पुनरुत्थित होइथिले एवं सही देशरु से स्वर्गारोहण करिथिले एवं सही देश को से द्वितीय आगमन रे आसी पाद थापिबे। जदि सही देश सही देशर सभ्यता संस्कृति इतिहास जदि आमे पाठ करिबा नाही जानिबा नाही तेबे बाइबल पढ़ी बुझिबा निश्चित भावरे कष्टकर अटे। ए समस्त कारण हेतु इस्राएल रो इतिहास जानिबा एकांत प्रयोजनीय। आ प्रभु मान को सही अवकाश आज प्रदान करिछन्ते। कहबा को गले इस्राएल जातिर जनक अब्राहम निजे अटंती। ईश्वर अब्राहम को आश्चर्य भावे आह्वान करिथिले एवं एही अब्राहम को सहित ईश्वर एक नियम चुक्ति स्थापन करिथिले जहाँ में आदि पुस्तक 12 पर्वरे लक्ष्य करने को पारुछु। आउ से जो चुक्ति अब्राहम को सहित निरूपण कले स्थापन कले ताहा एते गुरुत्वपूर्ण जे सही चुक्ति माध्यम रे से चुक्ति को आधार करी ईश्वर से इस्राएल जाति को इतिहास रे सुरक्षा प्रदान कले एवं से नियम अनुसार ईश्वर तांकरी अद्वितीय पुत्र को जगत को प्रेरण कले। कहबा को गले ताहा एही प्रकार जे सृष्टि पूर्वरु ईश्वर से जानिथिले से योजना करिथिले तांकरी
ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କରିବେ ବୋଲି। ଆଉ ତାଙ୍କରି ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କରିବା ପାଇଁ ସେ ଚାହିଁଲେ ଗୋଟେ ନୂତନ ଗୋଷ୍ଠୀ, ଗୋଟେ ନୂତନ ଜାତିକୁ ତିଆରି କରିବେ, ଆଉ ସେହି ଜାତି ଦ୍ୱାରା ତାଙ୍କରି ପୁତ୍ରଙ୍କୁ ଜଗତକୁ ପ୍ରେରଣ କରିବେ। ଆଉ ସେହି ଜାତି ହେଉଛି ଇସ୍ରାଏଲ ଜାତି। ଆଉ ସେହି ଜାତିକୁ ତିଆରି କରିବା ପାଇଁ ଈଶ୍ୱର ଅବ୍ରାହମକୁ ଆହ୍ୱାନ କଲେ। ଆମେ ଦେଖୁଛୁ ଅବ୍ରାହମ ପରେ ଇସାକ, ଇସାକ ପରେ ଯାକୋବ, ଆଉ ଯାକୋବଙ୍କ ନାମକୁ ପରମେଶ୍ୱର ବଦଳାଇ ଦେଲେ, ଇସ୍ରାଏଲ ବୋଲି ନାମକରଣ କଲେ, ଯଦ୍ୱାରା ତାଙ୍କ ଔରସରୁ ଯେତେକ ଜାତ ସମସ୍ତେ ଇସ୍ରାଏଲ ସନ୍ତାନଗଣ ବୋଲି ବିବେଚିତ। ଆଦି ପୁସ୍ତକ 15 ପର୍ବ ଅନୁସାରେ ଏହି ଇସ୍ରାଏଲ ଲୋକମାନେ ମିଶର ଦେଶରେ ପ୍ରାୟ 430 ବର୍ଷ କାଳ ବେଠି କାମ, ଦାସତ୍ୱ ବନ୍ଧନରେ ବନ୍ଧା ହୋଇ ବେଠି କାମ କରିଥିଲେ। 430 ବର୍ଷ। ମୁଁ ଅନେକ ସମୟରେ କୁହେ, এই 430 ବର୍ଷ ଯେତେବେଳେ ଇସ୍ରାଏଲ ଦଣ୍ଡିତ ହୋଇଥିଲା, ଏ ମିଶର ଦେଶ ପାଇଁ ଈଶ୍ୱର ଅବକାଶ ଆଉ ସୁଯୋଗ ଦେଇଥିଲେ 430 ବର୍ଷ ଯେ ସେମାନେ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ୟ ପରମେଶ୍ୱରଙ୍କ ବିଷୟରେ ଅବଗତ ହୁଅନ୍ତୁ, ଜାଣନ୍ତୁ, ବିଶ୍ୱାସ କରନ୍ତୁ। 430 ବର୍ଷ ଇସ୍ରାଏଲ ଲୋକମାନେ ମିଶର ଦେଶରେ ଦଣ୍ଡିତ ହେଲେ, ଆଉ ଯେତେବେଳେ କାଳ ସେହି ସମୟ ପୂର୍ତ୍ତି ହେଲା, ପ୍ରଭୁ ସେମାନଙ୍କୁ ସେହି ଦାସତ୍ୱ ବନ୍ଧନରୁ ସେ ମୁକ୍ତ କରିଥିଲେ, ସ୍ୱାଧୀନତା ଦେଇଥିଲେ। ମୋସାଙ୍କ ଅଧୀନରେ ଲକ୍ଷ ଲକ୍ଷ ଇସ୍ରାଏଲୀୟ ଲୋକମାନେ ସ୍ୱାଧୀନତା ପ୍ରାପ୍ତ ହୋଇ ସେମାନେ ମିଶର ଦେଶରୁ ବାହାରିଥିଲେ। ମରୁପ୍ରାନ୍ତରରେ 40 ବର୍ଷର ଯାତ୍ରା କରି ପ୍ରତିଜ୍ଞାତ ଦେଶରେ ସେମାନେ ପାଦ ଥାପିଥିଲେ। ଏହି 40 ବର୍ଷର ଯାତ୍ରା ସମୟରେ ବାଇବେଲର ପ୍ରଥମ 5 ଖଣ୍ଡ ପୁସ୍ତକ ମୋସା ଲେଖିଥିଲେ। ସେ ବହୁତ କର୍ମଶୀଳ ଜଣେ ବ୍ୟକ୍ତି ଥିଲେ। ସେ ଲୋକମାନଙ୍କୁ ଆଗକୁ ପଥ କଢ଼ାଇ ନେଉଥିଲେ ଏବଂ ସମୟ ପାଇଲେ ଈଶ୍ୱରଙ୍କ ବାକ୍ୟ ସେ ଉଲ୍ଲେଖ କରୁଥିଲେ। ଆଉ ଯେତେବେଳେ ସେମାନେ ପ୍ରତିଜ୍ଞାତ ଦେଶରେ ପହଞ୍ଚିଲେ, ସେତେବେଳେ ପ୍ରାୟ ଖ୍ରୀଷ୍ଟପୂର୍ବ 1377 ହୋଇଥିଲା। ଆଉ ଏହି ସମୟରେ ସେମାନେ ଯେତେବେଳେ ଇସ୍ରାଏଲ ଦେଶକୁ ଆସିଲେ, ଈଶ୍ୱର କ'ଣ ସେମାନଙ୍କୁ କଲେ? ସେମାନଙ୍କୁ ନିଜେ ପରିଚାଳନା କରିବା ପାଇଁ ଆଉ ରାଜାମାନଙ୍କୁ ନିଯୁକ୍ତି ଦେଇନଥିଲେ। ବିଚାରକର୍ତ୍ତାମାନଙ୍କୁ ଆପଏଣ୍ଟ କରି ଈଶ୍ୱର ନିଜେ ଇସ୍ରାଏଲୀୟମାନଙ୍କୁ ସେହି ପ୍ରତିଜ୍ଞାତ ଦେଶରେ ପରିଚାଳନା କରୁଥିଲେ। ପାଖାପାଖି ପ୍ରାୟ 350 ବା 400 ବର୍ଷ ଏହି ପ୍ରକାର ଈଶ୍ୱରୀୟ ଶାସନ ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ଈଶ୍ୱର ଦେଇଥିଲେ। ବିନା ରାଜାରେ ସେ ନିଜେ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତି ଦେଇ ଶାସନ ତୁଲାଉଥିଲେ। କିନ୍ତୁ ଏହି 350-400 ବର୍ଷର ବିଚାରକର୍ତ୍ତାମାନଙ୍କ ସମୟ ତାଲିକା ଭିତରେ ପାଖାପାଖି 200 ବର୍ଷ, 150ରୁ ଉର୍ଦ୍ଧ୍ୱ 200 ବର୍ଷ ବିଜାତୀୟ ଲୋକମାନଙ୍କ ଦ୍ୱାରା ଏହି ଇସ୍ରାଏଲ ଲୋକମାନେ ଦଣ୍ଡିତ ହେଉଥିଲେ। ପଲେଷ୍ଟିୟ,
ମୟାବ୍ୟ ମିଦିୟନୀୟ ଲୋକମାନଙ୍କ ଦ୍ୱାରା ଇସ୍ରାଏଲ ଲୋକମାନେ ଦଣ୍ଡିତ ହେଉଥିଲେ। କାରଣ ସେମାନେ ଈଶ୍ୱରଙ୍କ ଆଜ୍ଞା, ଈଶ୍ୱରଙ୍କ ବ୍ୟବସ୍ଥା, ଈଶ୍ୱରଙ୍କ ବାକ୍ୟକୁ ଅବମାନନା କରୁଥିଲେ ବାରମ୍ବାର ବାରମ୍ବାର। ଈଶ୍ୱର ସେମାନଙ୍କୁ କଥା କହିବା ସତ୍ତ୍ୱେ, ଈଶ୍ୱର ସେମାନଙ୍କୁ ଆଜ୍ଞା ଦେବା ସତ୍ତ୍ୱେ, ପ୍ରଭୁଙ୍କ ଦାସମାନେ ଭବିଷ୍ୟତ ବକ୍ତାମାନେ ପ୍ରଚାର କରିବା ସତ୍ତ୍ୱେ ସେମାନେ ବାରମ୍ବାର ବାରମ୍ବାର ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ସେମାନେ କରୁଥିଲେ। ଫଳତଃ ପ୍ରଭୁ କ'ଣ କଲେ ନା ବିଜାତୀୟ ରାଜାମାନଙ୍କୁ ଆଣି ଏହି ଇସ୍ରାଏଲ ଲୋକମାନଙ୍କର ଧନ ଜନ ମାନ ଲୁଟିତ କରିବା ପାଇଁ, ଶାସିତ କରିବା ପାଇଁ ସୁଯୋଗ ଦେଉଥିଲେ। ଆଉ ଏହି ପ୍ରକାରେ ପ୍ରାୟ 350 ବର୍ଷ ସମୟ କାଳ ବିତୁଥାଏ। ହଠାତ୍ ଜିହୁଦୀ ଲୋକମାନେ ଦେଖିଲେ ଯେ ଆରେ ଆମ ପଡ଼ୋଶୀ ଦେଶମାନଙ୍କରେ ରାଜାମାନେ ଶାସନ କରୁଛନ୍ତି, ଆମ ଦେଶରେ ରାଜାମାନେ ଶାସନ କରୁନାହାନ୍ତି। ସେମାନେ ଦାବି କଲେ ପରମେଶ୍ୱରଙ୍କ ନିକଟରେ। ଆଉ ପ୍ରଭୁ ସେମାନଙ୍କ ପ୍ରାର୍ଥନା, ସେମାନଙ୍କ ଦାବି ଅନୁସାରେ ମୋନାର୍କି ସିଷ୍ଟମ ପ୍ରଭୁ ଦାନ କଲେ। ଗୋଟେ ରାଜନୈତିକ ପରିବେଶ, ରାଜନୈତିକ ସୁଯୋଗ ଅବକାଶ ସେମାନଙ୍କୁ ଦାନ କଲେ। ପ୍ରଥମ ରାଜା ହେଲେ ସାଉଲ। ଯଦି ଆପଣମାନେ ମନେ ରଖିପାରିବେ କିମ୍ବା ଲେଖିବେ ଭଲ କଥା, ଏହି ରାଜକୀୟ ସମୟ କାଳ ଖ୍ରୀଷ୍ଟପୂର୍ବ 1050ରୁ ଆରମ୍ଭ ହୋଇ ଖ୍ରୀଷ୍ଟପୂର୍ବ 586ରେ ତାର ଶେଷ ପରିସମାପ୍ତି ଘଟୁଛି। ଇସ୍ରାଏଲ ଦେଶରେ ଇସ୍ରାଏଲ ଲୋକମାନଙ୍କ ରାଜନୈତିକ ସ୍ଥିତି, ରାଜନୈତିକ ସମୟକାଳ, ରାଜକୀୟ ସମୟକାଳ 1050ରୁ ଆରମ୍ଭ ହୋଇ 586 ଖ୍ରୀଷ୍ଟପୂର୍ବରେ ପରିସମାପ୍ତି ଘଟୁଛି। 1050ରେ ସାଉଲ ରାଜା ସେ ରାଜ୍ୟଭାର ଗ୍ରହଣ କଲେ। ଖ୍ରୀଷ୍ଟପୂର୍ବ 1010ରେ ତାଙ୍କରି ରାଜତ୍ୱର ପରିସମାପ୍ତି ଘଟେ। 40 ବର୍ଷ ସାଉଲ ରାଜତ୍ୱ କରିଥିଲେ। ତାପରେ ଦ୍ୱିତୀୟ ରାଜା ଖ୍ରୀଷ୍ଟପୂର୍ବ 1010ରୁ ଖ୍ରୀଷ୍ଟପୂର୍ବ 970 ପର୍ଯ୍ୟନ୍ତ ଦ୍ୱିତୀୟ ରାଜା ଦାଉଦ 40 ବର୍ଷ ଏ ମଧ୍ୟ ଶାସନ କଲେ। ତୃତୀୟ ରାଜା ସୋଲୋମନ ଖ୍ରୀଷ୍ଟପୂର୍ବ 970ରୁ ଖ୍ରୀଷ୍ଟପୂର୍ବ 930 ପର୍ଯ୍ୟନ୍ତ ତୃତୀୟ ରାଜା ସୋଲୋମନ ସେ ମଧ୍ୟ ଦେଶକୁ ଶାସନ କରିଥିଲେ। ତିନୋଟି ରାଜା ସାଉଲ, ଦାଉଦ, ସୋଲୋମନ 40 ବର୍ଷ 40 ବର୍ଷ 40 ବର୍ଷ ଲେଖାଏଁ ସେମାନେ ଶାସନ କଲେ। ତାପରେ ମନେ ରଖନ୍ତୁ, ହଠାତ୍ ଇସ୍ରାଏଲ ଦେଶରେ ଯେଉଁ 12 ଗୋଷ୍ଠୀ, ସେମାନଙ୍କ ମଧ୍ୟରେ ଗୋଟେ କନ୍ଦଳ ଜାତ ହେଲା। ଫଳତଃ ଖ୍ରୀଷ୍ଟପୂର୍ବ 930 ବେଳେ ହିଁ ସେହି ଯୁକ୍ତରାଷ୍ଟ୍ର ଇସ୍ରାଏଲ ଦୁଇ ଭାଗରେ ବିଭକ୍ତ ହେଲା। ଗୋଟାଏ ଉତ୍ତର ଭାଗ ଆଉ ଗୋଟାଏ ଦକ୍ଷିଣ ଭାଗ। ଖ୍ରୀଷ୍ଟପୂର୍ବ 930 ବେଳେ ଏହା ହୋଇଥିଲା। ଏହି ପ୍ରକାରେ ଦେଶ ଦୁଇ ଭାଗ ହୋଇଛି। ଉତ୍ତର ଭାଗରେ ଦୁଇଟି ଗୋଷ୍ଠୀ, ତଳ ଭାଗରେ ଉପର ଭାଗରେ ଉତ୍ତର ଭାଗରେ 10ଟି ଗୋଷ୍ଠୀ, ତଳ ଭାଗରେ ଦୁଇଟି ଗୋଷ୍ଠୀ। ଜିହୁଦା ଆଉ ବେଞ୍ଜାମିନ ଦୁଇଟି ଗୋଷ୍ଠୀ।
दक्षिण भागरे उत्तर भागरे 10टी बाकी 10टी गोष्ठी से माने रहिले एही प्रकार समय रे आपण माने गोटाए विषय लक्ष्य करंतु मु कहवा बेले जे इस्राएल लोकमान को केते केते ताड़ना केते केते जातना केते केते शासन सबु आसुची घटुची क्षय क्षति सेमान को भोगिबा को पड़ुची ताहाकु मार्क करंतु से मिसरीय दासत्व अवस्था 430 वर्ष समय ठारू आपण टिके लक्ष्य करी चालंतु सेते बेले शासित हेले 430 वर्ष बेठी काम कले आ जते बेले से माने कहबा को गले विचारकर्ता पुस्तक रे पहुंचिले सेही समय बेले प्राय 150 बा तहिरु ऊर्ध्व वर्ष से माने लांछित ताड़ित लुटित हेउथिले विजातीय राजा मान को द्वारा पृथ्वी रे केवल गोटे मात्र जाति जे थ्रू आउट इतिहास जाक शासित लांछित जदि होइछि ता होछि एही जिहुदी जाति एते जातना एते कष्ट बारंबार बारंबार से माने सामना करुतिले एही प्रकार परिस्थिति बेले से उत्तर भाग को गोटे बहुत बड़ झटका लागिथिला ख्रीष्टपूर्व 722 बेले ख्रीष्टपूर्व 722 बेले कौन घटिला ना आसीरिय देश से आसीरिय देशर राजधानी होची निनिबी सेही देशर राजा से इस्राएल देशर उत्तर भाग को आक्रमण करिवा पई गोटे पदक्षेप नेले आ से पदक्षेप कौन से गोटे मंद चिंता पांचिले कौन से मंद चिंता तांको निज देशरु केतेक पुरुष मानकु युवक मानकु नहीं इस्राएल देशर उत्तर भागरे स्वाधीन भावे परमिशन देई छाड़ी देले से माने जाहाकु इच्छा ताहाकु विवाह करि परिबे ग्रहण करि परिबे इस्राएल देशर उत्तर भागरे 10टी गोष्ठी से 10टी गोष्ठीर नारी मानंकु कुमारी मानंकु आसीरिय देशर युवक माने मन इच्छा विवाह करि परिबे ग्रहण करि परिबे कहबा को गले शैतान रो एक बहुत बड़ आघात जे प्रभु जीशु ख्रीष्ट जगत को न आसंतु जो भाववाणी रही से कुमारी जन्म ग्रहण करिबे हुए तो ताहाकु आखि आगरे रखी शैतान रो योजना षडयंत्र एहा जे इस्राएल देशर मैक्सिमम गोष्ठी सबु 10टी गोष्ठी को संपूर्ण रूपे छिन्न भिन्न करिबा पाई सेमान को वंश लुप्त करिबा पाई आउ ठीक ताहा ही होइतिला जेतेबेले युवक मान आसिले राजकीय अनुमति पाइले आउ सेमाने मन इच्छा जहाकु पारिले ताहाकु ग्रहण कले विवाह कले फलत गोटे नूतन वंश देखागला ता केउ वंश कहि परिबे कि समरिया वंश आमे जहा बाइबल मध्यरे नूतन नियम रे देखिबा को पारुछु से समीरणीय वंश जात हैला एही प्रकारे आश्चर्यर विषय आ दुखर विषय होची एहा जे से 10टी गोष्ठीर सेमान को वंश परिचय आइडेंटिटी आ रहिला नहीं सेमाने जानी पारिले नहीं पूरा कन्फ्यूजन गोटे द्वंद्व पशिला आमे की वंश रूबेन वंश ना नहीं आ जना पड़िला नहीं
ଆସିଲା ଗୋଟାଏ ସମୀରଣୀୟ ବଂଶ। ଅବଶ୍ୟ ଈଶ୍ୱର ଜାଣନ୍ତି ସେ 10ଟି ବଂଶ ନିଶ୍ଚିତ ଭାବେ ରହିଛନ୍ତି, କିନ୍ତୁ ପୃଥିବୀ ଆଜି ପର୍ଯ୍ୟନ୍ତ ଜାଣିପାରେ ନାହିଁ ସେଇ 10ଟି ବଂଶର ପରିଚୟ। ଗୋଟେ ଶକ୍ତ ଧକ୍କା ଖ୍ରୀଷ୍ଟପୂର୍ବ 722 ବେଳେ ଇସ୍ରାଏଲ ଦେଶର ସେଇ 10 ଗୋଷ୍ଠୀ ଉତ୍ତର ଭାଗକୁ ଲାଗିଥିଲା। ଶୈତାନ ସେତିକିରେ ସେ ଖୁସି ହୋଇନଥିଲେ। ସେ ଦେଖିଲେ ଆରେ 10ଟି ଗୋଷ୍ଠୀ ସିନା ତାର ପରିଚୟ ଲୁପ୍ତ ହେଲା, ଆଉ ପରା 2ଟି ଗୋଷ୍ଠୀ ଅଛି, କଣ କରାଯିବ? ସେତେବେଳେ ଖ୍ରୀଷ୍ଟପୂର୍ବ 605 ଖ୍ରୀଷ୍ଟପୂର୍ବ 606 ବେଳେ ଗୋଟାଏ ଯୁଦ୍ଧ ସଂଗଠିତ ହୋଇଥିଲା। ସେ ଯୁଦ୍ଧକୁ କାର୍କାମିସ୍ ଯୁଦ୍ଧ ବୋଲି କୁହାଯାଏ। ଆଉ ସେଇ ଯୁଦ୍ଧ ବେଳେ ରାଜା ଜେଡେକାୟା ଯୋଶୀୟ ରାଜା ସେ ପ୍ରାଣ ହରାଇଥିଲେ। ତାଙ୍କ ବକ୍ଷ ଦେଶରେ ଗୋଟେ ତୀର ଆସି ଲାଗିଥିଲା, ଆଉ ସେ ସେଇଠି ମରିଥିଲେ କାର୍କାମିସ୍ ଯୁଦ୍ଧରେ। ଏବଂ ଇସ୍ରାଏଲ ଲୋକମାନେ ଅନେକ ବର୍ଷ ଲାମେଣ୍ଟ କରିଥିଲେ, ରୋଦନ କରିଥିଲେ, ଦୁଃଖ ପ୍ରକାଶ କରିଥିଲେ। ସେ ଯୁଦ୍ଧର କଥା ମୁଁ କହିପାରିବି ନାହିଁ, ସମୟ ନାହିଁ। ଖ୍ରୀଷ୍ଟପୂର୍ବ 605 ବେଳେ ଏ 2ଟି ଗୋଷ୍ଠୀ, ବାକି 2ଟି ଗୋଷ୍ଠୀ ତାଙ୍କ ଉପରେ ଗୋଟେ ବହୁତ ବଡ଼ ଆଟାକ୍ ଆସିଥିଲା। ବାବିଲ ଦେଶରୁ ନବୁକଦନେସ୍ସର 3ଟି ଭିନ୍ନ ଭିନ୍ନ ସମୟରେ ସେ ଆସି ଇସ୍ରାଏଲ ଲୋକମାନଙ୍କୁ, ବାକି 2ଟି ଗୋଷ୍ଠୀକୁ ସେ ଅପହରଣ କରିଥିଲେ ଏବଂ ଜେରୁସାଲେମ ମନ୍ଦିରକୁ ଟୋଟାଲି ସେ ନଷ୍ଟ ବିନଷ୍ଟ କରିଦେଇଥିଲେ। ଖ୍ରୀଷ୍ଟପୂର୍ବ 605 ବେଳେ ପ୍ରଥମ ଥର ସେ ଆସିଥିଲେ। ବଛା ବଛା କେତେକ ଯୁବକମାନଙ୍କୁ ସେ ନେଇଥିଲେ ଏବଂ ତାଙ୍କ ରାଜପ୍ରସାଦରେ ଚାକିରି ଦେଇଥିଲେ ନବୁକଦନେସ୍ସର। ତାପରେ ଦ୍ୱିତୀୟ ବାର ଖ୍ରୀଷ୍ଟପୂର୍ବ ପ୍ରଥମେ 605, ଦ୍ୱିତୀୟ ବାର ଖ୍ରୀଷ୍ଟପୂର୍ବ 597 ବେଳେ 597 ବେଳେ ପୁନର୍ବାର ସେ ଦ୍ୱିତୀୟ ଥର ଆସିଲେ ଏବଂ ଆହୁରି କେତେକ ଲୋକମାନଙ୍କୁ ସେ ଅପହରଣ କରି ନେଲେ ନିଜ ଦେଶକୁ। ତୃତୀୟ ବାର ଯେତେବେଳେ ଆସିଲେ ଖ୍ରୀଷ୍ଟପୂର୍ବ 586 ବେଳେ, ସେତେବେଳେ ଜେରୁସାଲେମ ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କଲେ ଏବଂ ସେ ଭିତରେ ଥିବା କେତେକ ପାତ୍ର ସକଳ ସେ ନିଜ ଦେଶକୁ ଆଉ ନେଇ ଯାଇଥିଲେ। ଅନେକ ଲୋକମାନଙ୍କୁ ସେ ବନ୍ଦିତ୍ୱ କରି ନେଲେ, ନିର୍ବାସନ କରି ନେଲେ ଏବଂ ଜେରୁସାଲେମ ମନ୍ଦିରକୁ ଏ ତୃତୀୟ ବାର ଯେତେବେଳେ ଆସିଲେ ସମୂଳେ ଉତ୍ପାଟନ କଲେ, କେତେକ ପାତ୍ର ସବୁ ସେ ନିଜ ଦେଶକୁ ବହି ନେଇ ଯାଇଥିଲେ। ତାର 70 ବର୍ଷ ପରେ ଏହି ଇସ୍ରାଏଲ ଲୋକମାନେ ବାବିଲ ଦେଶରୁ ଫେରିଥିଲେ। ଏହି ପ୍ରକାର ଫେରିଥିଲେ ଖ୍ରୀଷ୍ଟପୂର୍ବ 538 ବେଳେ ପ୍ରଥମ ଥର, ଖ୍ରୀଷ୍ଟପୂର୍ବ 456 ବେଳେ ଦ୍ୱିତୀୟ ଥର, ଖ୍ରୀଷ୍ଟପୂର୍ବ 444 ବା 45 ବେଳେ ତୃତୀୟ ଥର ସେମାନେ ଫେରନ୍ତା ଯାତ୍ରା କରିଥିଲେ। କିନ୍ତୁ ଟିକେ ଶୁଣନ୍ତୁ, ନବୁକଦନେସ୍ସର ଖ୍ରୀଷ୍ଟପୂର୍ବ 605 ବେଳେ ଇସ୍ରାଏଲ ଦେଶକୁ ଆସୁଅଛନ୍ତି, ଏହା ଶୁଣି କେତେକ ଲୋକମାନେ ସେମାନେ ସର୍ଟକଟ ରାସ୍ତା ଖୋଜିବାକୁ ଲାଗିଲେ। ସେତେବେଳେ ଶେଷ ଭବିଷ୍ୟତ ବକ୍ତା ଥାନ୍ତି ଜେରେମିୟ। ସେ ଲୋକମାନଙ୍କୁ ବୁଝାଇ କହୁଥିଲେ, ପରିବର୍ତ୍ତନ ହୁଅ, ପରିବର୍ତ୍ତନ ହୁଅ। ଯଦି ପରିବର୍ତ୍ତନ ହବ ନାହିଁ ଗୋଟେ ଦଣ୍ଡ ଆସି ପଡ଼ିବ। ସମୟ ଯେତେବେଳେ ବିତିଗଲା, ଜେରେମିୟ ସିଓରଲି କହିବାକୁ ଲାଗିଲେ, ଆଉ ତମେ ପରିବର୍ତ୍ତନ ହେଲ ନାହିଁ, ଏବେ କିନ୍ତୁ ନବୁକଦନେସ୍ସର ରାଜା ଆସିବେ, ଦଣ୍ଡ ପଡୁଛି ତୁମ ପାଇଁ। ଆଉ ସେ ଯେତେବେଳେ ଆସିବେ ତୁମେ ତାଙ୍କ ସାଥିରେ ବନ୍ଦିତ୍ୱ ହୋଇ ସେହି ବାବିଲ ଦେଶକୁ ଯାଅ।
କେବଳ 70 ବର୍ଷ ମାତ୍ର। 70 ବର୍ଷ ପରେ ତୁମେ ପୁନର୍ବାର ଫେରି ଆସିପାରିବ। କିନ୍ତୁ କେତେକ ଲୋକ ଭାବିଲେ ନା 70 ବର୍ଷ ଯାଇ କିଏ ରହିବ ବାବିଲ ଦେଶରେ? କଣ କରିବା? କେତେକ ଲୋକ ନିଜ ନିଜକୁ ଭାରି ଚାଲାକ ବୋଲି ଭାବି ସେମାନେ କଣ କଲେ, ନାହିଁ ଆମ ତଳ ପାର୍ଶ୍ୱରେ ତ ମିଶର ଦେଶ ଅଛି, ତାହା ଅତି ପାଖ, ସେ ଦେଶକୁ ଆମେ ପଳେଇ ଯିବା, ଆଉ ସେଇଠି ଅଳ୍ପ କେତେକ ବର୍ଷ ରହିବା, ଧରି ନିଅନ୍ତୁ 2-4 ବର୍ଷ ମାତ୍ର ରହିବା, ତାପରେ ପୁନର୍ବାର ଆମେ ଆମ ମାତୃ ଦେଶକୁ ଫେରି ଆସିବା। 70 ବର୍ଷ କାଳ କାହିଁକି ଆମେ ବାବିଲ ଦେଶରେ କ୍ଷେପଣ କରିବା? ବୋକାମିର ବିଷୟ। ଆଉ ସେମାନେ ତାହା ଚିନ୍ତା କରି କେତେକ ଲୋକମାନେ ମିଶର ଦେଶକୁ ଚାଲି ଯାଇଥିଲେ। କିନ୍ତୁ ଭାବବାଦୀ ଜିରିମିୟ ସେମାନଙ୍କୁ ଏହା ପ୍ରଚାର କରୁଥିଲେ, ଏହା କହୁଥିଲେ, ତୁମେ ସମସ୍ତେ 70 ବର୍ଷ କାଳ ପାଇଁ ବାବିଲ ଦେଶକୁ ଯାଅ, 70 ବର୍ଷ ପରେ ପୁନର୍ବାର ଫେରି ଆସିବ। ଯେଉଁ ଲୋକମାନେ ମିଶର ଦେଶକୁ ଗଲେ 70 ବର୍ଷ ପରେ, ବାବିଲ ଦେଶକୁ ଯାଇଥିବା ଜିହୁଦୀମାନେ ଫେରି ଆସିପାରିଲେ, କିନ୍ତୁ ମିଶର ଦେଶକୁ ଯାଇଥିବା ଜିହୁଦୀମାନେ ସେମାନେ 70 ବର୍ଷ ପରେ ମଧ୍ୟ ଫେରି ଆସିପାରିଲି ନଥିଲେ। ସେ ମିଶରୀୟ ସଂସ୍କୃତି ସେମାନଙ୍କୁ ଜାବୁଡ଼ି ଧରି ରଖିଥିଲା। ସେମାନେ ଫିଟି ପାରୁନଥିଲେ। କୌଣସି କାରଣବଶତଃ ସେଠାରେ ସେମାନେ ଏଷ୍ଟାବ୍ଲିଶ୍ଡ ହୋଇ, ପ୍ରତିଷ୍ଠିତ ହୋଇ ରହିଗଲେ, ଆଉ ସେମାନେ ଫେରନ୍ତା ଯାତ୍ରା କରିପାରି ନଥିଲେ। ଗୋଟେ ଇଣ୍ଟରେଷ୍ଟିଂ ବିଷୟ ହେଉଛି ଏହା, ଖ୍ରୀଷ୍ଟପୂର୍ବ ପ୍ରାୟ 250, ପୁରାତନ ନିୟମ ନୂତନ ନିୟମର ମଝିର ସମୟ। ଆଉ ସେତେବେଳେ ଆଲେକ୍ଜାଣ୍ଡର ଦ ଗ୍ରେଟ୍ ସେ ମରିଯାଇଛନ୍ତି। ତାଙ୍କର ଜଣେ ଶାସକ, ତାଙ୍କ ନାମ ହେଉଛି ଟଲେମି। ଆଉ ସେ ଟଲେମି ମିଶର ଦେଶକୁ ଶାସନ ପରିଚାଳନା କରିବାର ଅଧିକାର ପାଇଥିଲେ। ଆଲେକ୍ଜାଣ୍ଡର ଦ ଗ୍ରେଟ୍ ପରେ ଟଲେମି ମିଶରକୁ ଶାସନ କରିବାର ସୁଯୋଗ ପାଇଲେ। ଆଉ ସେ ଜିହୁଦୀ ଲୋକମାନଙ୍କ ପାଇଁ ବହୁତ ପ୍ରେମ କରୁଥିଲେ, ଭାରି ଭଲ ଥିଲେ। ଜିହୁଦୀ ଲୋକମାନେ ଯେଉଁମାନେ ବାବିଲକୁ ଯିବା କଥା ନ ଯାଇ ମିଶରକୁ ଆସିଲେ, ସେମାନଙ୍କର ଗୋଟେ ବଡ଼ ସମସ୍ୟା, ସେମାନେ ଆସ୍ତେ ଆସ୍ତେ ସେ ନିଜ ଭାଷା ଭୁଲି ଯାଇଛନ୍ତି। ଏବ୍ରିୟ ଭାଷା, ଗ୍ରୀକ ଭାଷା ଶିଖିଛନ୍ତି। ସେମାନଙ୍କ ପିଲାମାନେ କେବଳ ଗ୍ରୀକ ଭାଷା କଥା କହୁଛନ୍ତି, ଆଉ ଏବ୍ରିୟ ଭାଷା ପ୍ରାୟ ଭୁଲି ଯାଇଛନ୍ତି। ସମସ୍ୟା ହେଉଛି ସେମାନଙ୍କ ବାଇବେଲ, ପୁରାତନ ନିୟମ ସେମାନେ ଆଉ ପଢ଼ିବାକୁ ସକ୍ଷମ ହୋଇପାରିଲେ ନାହିଁ। କାହିଁକି? ଗ୍ରୀକ ଭାଷାର ଇନଫ୍ଲୁଏନ୍ସ ବହୁତ ମାତ୍ରାରେ ରହିଲା, ଏବ୍ରିୟ ଭାଷା ଭୁଲିବାକୁ ଲାଗିଥିଲେ। ଟଲେମି ସେ କଥା ଶୁଣି ସେ କ'ଣ କଲେ, ପ୍ରାୟ 70 ଜଣ ସ୍କଲାର ମାନଙ୍କୁ ସେ ଡାକିଲେ, ଯେଉଁମାନେ ଏବ୍ରିୟ ଭାଷା ଜାଣିଛନ୍ତି, ଗ୍ରୀକ ଭାଷା ଜାଣିଛନ୍ତି। ଆଉ ସେ 70 ଜଣ ସ୍କଲାରକୁ ଡାକି ଗୋଟେ ଘରେ ସେମାନଙ୍କୁ ସବୁ ଫ୍ୟାସିଲିଟି ଦେଇ ତାଲା ବନ୍ଦ କରି ସେମାନଙ୍କୁ କହିଲେ, 70 ଦିନ ଭିତରେ ଏହି ପୁରାତନ ନିୟମ ଯାହା ଏବ୍ରିୟ ଭାଷାରେ ଲେଖାଯାଇଛି, ତାହା ତୁମେ ଗ୍ରୀକ ଭାଷାରେ ଅନୁବାଦ କରି ଆଣ। 70ଟି ସ୍କଲାର ଟଲେମିର ଆଜ୍ଞା ଶୁଣି ସେମାନେ ଘରେ ରହି ସେମାନେ ପୁରାତନ ନିୟମକୁ ଟ୍ରାନ୍ସଲେଟ୍ କଲେ ଗ୍ରୀକ ଭାଷାରେ, ଯଦ୍ୱାରା ସେହି ଗ୍ରୀକ ପୁରାତନ ନିୟମ ସେହି ଜିହୁଦୀମାନେ ଯେଉଁମାନେ ମିଶର ଦେଶକୁ ଆସିଥିଲେ, ସେମାନଙ୍କ ବଂଶ, ସେମାନଙ୍କ ପିଲାପିଲି ସେମାନେ ପଢ଼ିବାକୁ ପାରିବେ। ଟ୍ରାନ୍ସଲେସନ 70 ଦିନ ଭିତରେ ଶେଷ ହେଲା। ସେମାନଙ୍କୁ ସେଇ ଘରୁ ବାହାରକୁ ଅଣାଗଲା। 70 ଜଣ ସ୍କଲାର 70 ଦିନ ଭିତରେ ଏହି ପୁରାତନ ନିୟମକୁ ଟ୍ରାନ୍ସଲେଟ୍ କରୁଥିଲେ। ସେଇଥିପାଇଁ ସେହି ଟ୍ରାନ୍ସଲେସନ କପିକୁ LXX
एक्स बोली कुहा जाए। एल माने 50, एक्स माने 10, आ गोटाए एक्स 10, 50, 10 60, 10 70। आउ तार मानुस्क्रिप्ट तार कॉपी सबू आज पर्यंत रही। आमे निश्चित भाव जानिबा दरकार जे प्रभु तांको वाक्य को एमिति फैसिलिटेट करंती जे जेमिति समस्त भाषावादी पढ़िबा को पारिबे। आउ सेही मिसर थिबा ग्रीक भाषा जानिथिबा जिहुदी लोक मान को पाई प्रभु LXX खंडे जोगई थिले। आउ सेही समय बेले प्राय जणे रोमियो प्रशासक से इस्राएल देश को आक्रमण करथिले। तांको नाम होची एंटियोकस एपिफानस। आउ से जेरूशलेम मंदिर को संपूर्ण रूपे नष्ट कले एवं हजार हजार जिहुदी लोक मान को से मारी थिले। तापरे प्रभु जीशु ख्रीष्टों को जन्म हुए। प्रभु जीशु ख्रीष्ट गोटे विषय कही माथ्यू 24 पर्वरे यही जेरूशलेम रो पत्थर गोटे उपरे आ गोटे रहिबो नाही। 70 ख्रीष्टाब्दरे रोमन एम्परर रोमन जनरल टाइटस ओडिया रे आमे तीतस बोली कहि परिबा से जेतेबेले आसिले सेतेबेले जिहुदी लोक माने बारंबार बारंबार ताड़ित होइछंती इतिहास सारा इतिहास रे से माने डरी गले। समस्ते से माने देश छाड़िबा को बाध्य हेले। 70 ख्रीष्टाब्द बेले जेतक रहिले से माने मरा पड़िले से तीतसंक द्वारा। बाकी समस्त जिहुदी माने पृथ्वीर चारि चतुर्पार्श्व रणछत्र होई छिन्न भिन्न होई भिन्न भिन्न देश को पड़े जाइथिले। प्राय सही समय बेले केतेक जिहुदी भारत को मध्य आसीथिले। से माने आज पर्यंत अछंती। ईश्वरंक वाक्य कहे ए छिन्न भिन्न जिहुदी लोक माने जेतेबेले निज मातृभूमि को फेरंता यात्रा करिवे तुम्हें माने जानिबो मोर द्वितीय आगमन सन्निकट। 1948 मसीह इस्राएल देश यूएनए ठारू जातिसंघ ठारू से माने स्वाधीनता पाइले। एही देश एही माटी एही इस्राएल देश जो देश को वेकेट करी 70 ख्रीष्टाब्द पृथ्वीर चारि चतुर्पार्श्व को जिहुदी माने पळैथिले। सेही देश सेही केंद्र स्थली इस्राएल रो देश इस्राएलियो मानक देश। आउ इस्राएलियो माने जे जेउठारे अछंती ना काहेकि निज देश को फेरी जाई पारिबे। जाति संघर ए घोषणा परे जिहुदी लोक माने एबे प्राय समस्ते निज निज देश अभिमुखे यात्रा करुअछंती। आउ जीशुंक द्वितीय आगमन निश्चित भावे सन्निकट। देखंतु 70 ख्रीष्टाब्द रुच्छिन्न भिन्न हेले 1948 बेले स्वाधीनता पाइले। आ जेतेबेले से माने देश को खाली कले छिन्न भिन्न हेले सेतेबेले आरबीय देश मानकरू मुस्लिम लोक माने सेही देश को जाई सेही देश को कब्जा करी निज हाथ मुठारे से माने रखिथिले। शुणंतु से मुस्लिम अरेबियन कंट्रीज सबू इस्राएल देशर चारि चतुर्पार्श्व थिबा मिसर जॉर्डन सीरिया एही प्रकार अनेक देश सबू आज पर्यंत इस्राएल देश विरुद्ध रे से माने अछंती। अनेक समय युद्ध आक्रमण करती। 1967 मसीहा ताहाकू
ସାରା ଜଗତରେ 6 ଦିନର ଯୁଦ୍ଧ ବୋଲି କୁହାଯାଏ। ଇସ୍ରାଏଲ ଦେଶର ଚାରି ଚତୁଃପାର୍ଶ୍ୱରେ ଥିବା ପ୍ରାୟ 6ଟି ଦେଶ ମିଳିତ ଭାବେ ଇସ୍ରାଏଲ ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। ସାରା ବିଶ୍ୱ ଜାଣିବାକୁ ପାରିଲେ ଆଉ ଇସ୍ରାଏଲ ଦେଶ ରହିବ ନାହିଁ। ସେମାନେ ସୁନିଶ୍ଚିତ ହେଲେ ଏ ମୁସଲିମ ଦେଶ ସବୁ ଆମେ ଇସ୍ରାଏଲ ଦେଶକୁ ପରାଜୟ କରିବା। ଆମେ ସମସ୍ତେ ଆଜି ମିଶିଛୁ, ମିଳିତ ଭାବେ ଆମେ ଆଟାକ୍ କରିବାକୁ ଯାଉଛୁ। ଆମର ମଧ୍ୟ ଆଣବିକ ଅସ୍ତ୍ରଶସ୍ତ୍ର ବହୁତ। 1967 ମସିହା ଯେତେବେଳେ ଯୁଦ୍ଧ ଆରମ୍ଭ ହୁଏ, ହୁଏତ ଅନେକ ଦିନ ଯୁଦ୍ଧ ଲାଗିବା କଥା, କେବଳ 6 ଦିନ ଲାଗିଲା। ଇସ୍ରାଏଲ ଦେଶ ଏ ସମସ୍ତ ଶତ୍ରୁ ଦେଶମାନଙ୍କ ଫ୍ଲାଇଟ୍ ସବୁ, ସେମାନଙ୍କ ସମସ୍ତ କ୍ଷେପଣାସ୍ତ୍ର ସବୁ, ମିସାଇଲ ସବୁକୁ ସେମାନେ ସମୂଳେ ଧ୍ୱଂସ କରିପାରିଥିଲେ। ମହାନ ବିଜୟ। ପୃଥିବୀ ବିଶ୍ୱ ଶକ୍ତି ଚକିତ ହୋଇଯାଇଥିଲା ଇସ୍ରାଏଲ ଦେଶର ସେ ବିଜୟ, ସେ ରିଜଲ୍ଟ ଦେଖି। ଆଜି ମଧ୍ୟ ସେମାନଙ୍କ ଜ୍ଞାନ, ବୁଦ୍ଧି, ଶକ୍ତି, କୌଶଳ ବହୁତ କ୍ଷିପ୍ର। ତାହା ପ୍ରମାଣ କରେ ପ୍ରଭୁ ସେହି ଦେଶକୁ, ସେହି ଜାତିର ଲୋକମାନଙ୍କୁ ରଖିଛନ୍ତି, କାରଣ ଅନେକ ଭାବବାଣୀ ଆହୁରି ସେମାନଙ୍କ ଦ୍ୱାରା ସଫଳୀକୃତ ହେବ। ସେମାନେ ଆଜି ପର୍ଯ୍ୟନ୍ତ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଭାବନ୍ତି ଯିଏ ଗୁହାଳ ଘରେ ଜନ୍ମ ନେଇଥିଲେ ସେ ମସିହ ନୁହନ୍ତି। ଏତେ ଗରିବ ବ୍ୟକ୍ତି କି ମସିହ? ସେମାନେ ଅପେକ୍ଷାରେ ଅଛନ୍ତି ଜଣେ ସମୃଦ୍ଧିଶାଳୀ, ଜଣେ ବିଶିଷ୍ଟ ଜ୍ଞାନୀ, ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ମସିହ ବୋଲି ଗ୍ରହଣ କରିବା ପାଇଁ। ଫଳତଃ ସେମାନଙ୍କ ଭୁଲ ଚିନ୍ତାଧାରା ସେମାନଙ୍କୁ ପ୍ରବର୍ତ୍ତନା ଦେବ। ଭଣ୍ଡ ଖ୍ରୀଷ୍ଟ ଯେତେବେଳେ ଆବିର୍ଭାବ ହେବେ, ତାଙ୍କୁ ସେମାନେ ଖ୍ରୀଷ୍ଟ ବୋଲି, ମସିହ ବୋଲି ଗ୍ରହଣ କରିବେ। ଅବଶ୍ୟ ତାର 3.5 ବର୍ଷ ପରେ ପ୍ରାୟ ସମସ୍ତ ଜିହୁଦୀ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଗୁହାଳ ଘରେ ଜନ୍ମିଥିବା, କୃଷ କାଠରେ ମରିଥିବା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ବୋଲି ସେତେବେଳେ ଚିହ୍ନିବେ। ଇସ୍ରାଏଲ ପାଇଁ, ଜେରୁସାଲେମର ଶାନ୍ତି ପାଇଁ ଆସନ୍ତୁ ଆମେ ସବୁବେଳେ ପ୍ରାର୍ଥନା କରୁ। ପ୍ରଭୁ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।